ପ୍ରେମ ଅପାର ଆନନ୍ଦ ପୁଣି ପରିପକ୍ୱତା ଆଣିପାରେ, କିନ୍ତୁ ଏହା ଚ୍ୟାଲେଞ୍ଜ, ହୃଦୟ ଯନ୍ତ୍ରଣା ଏବଂ ଦୁର୍ବଳତା ମଧ୍ୟ ଆଣିପାରେ। ଏହାକୁ ପାଳନ ଏବଂ ବଜାୟ ରଖିବା ପାଇଁ ପ୍ରୟାସ, ବୁଝାମଣା ଆବଶ୍ୟକ। ପ୍ରେମ ଦୃଷ୍ଟିକୋଣ ପ୍ରାଥମିକତା ଜୀବନକୁ ପରିବର୍ତ୍ତନ କରିପାରେ, ବ୍ୟକ୍ତିଗତ ଅଭିବୃଦ୍ଧି ଏବଂ ଆତ୍ମ ଉନ୍ନତିକୁ ପ୍ରେରଣା ଦେଇପାରେ। ପ୍ରେମ ଭାବପ୍ରବଣ କ୍ଷେତ୍ରକୁ ଶାନ୍ତ କରିପାରେ, ସାନ୍ତ୍ୱନା ପ୍ରଦାନ କରିପାରେ ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିପାରେ। ପ୍ରେମ ସୃଜନଶୀଳତା, ଦୟା ଏବଂ ଉଦାରତାକୁ ପ୍ରେରଣା ଦେଇପାରେ, ବ୍ୟକ୍ତିମାନଙ୍କୁ ଏକ ସକାରାତ୍ମକ ପ୍ରଭାବ ପକାଇବାକୁ ପ୍ରେରଣା ଦେଇଥାଏ। ଶେଷରେ, ପ୍ରେମ ହେଉଛି ଏକ ପସନ୍ଦ, ନିଜର ଅନ୍ୟମାନଙ୍କ ମଙ୍ଗଳ, ଖୁସି ଏବଂ ପରିପୂର୍ଣ୍ଣତାକୁ ପ୍ରାଥମିକତା ଦେବାର ନିଷ୍ପତ୍ତି। ଏହା ଏକମାତ୍ର ଏକ ଗନ୍ତବ୍ୟସ୍ଥଳ ନୁହେଁ, ଧୈର୍ଯ୍ୟ, ସହାନୁଭୂତି ଏବଂ ବୁଝାମଣା ଆବଶ୍ୟକ କରେ। ଶେଷରେ, ପ୍ରେମ ହେଉଛି ଜୀବନକୁ ବଞ୍ଚିବାର ଯୋଗ୍ୟ କରିଥାଏ, ଆମ ଅସ୍ତିତ୍ୱକୁ ଅର୍ଥ, ଉଦ୍ଦେଶ୍ୟ ଏବଂ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ। ଏହା ସେହି ସତ୍ତା ଯାହା ମାନବ ଅଭିଜ୍ଞତାକୁ ବୁଣେ, ଆମ ସମସ୍ତଙ୍କୁ ପ୍ରେମ ଖ୍ୟାତି ସଂଯୋଗର ଏକ ସହଭାଗୀ ଯାତ୍ରାରେ ଯୋଡ଼େ। ପ୍ରେମ ଆଚରଣ ମନୋଭାବକୁ ଘେରି ରହିଛି। ଏହା ସାର୍ବଜନୀନ ଭାଷା ଯାହା ସଂସ୍କୃତି ଏବଂ ସୀମା ସମୟକୁ ଅତିକ୍ରମ କରି ବ୍ୟକ୍ତିବିଶେଷଙ୍କ ଜୀବନକୁ ଅନନ୍ୟ ଏବଂ ବ୍ୟକ୍ତିଗତ ଉପାୟରେ ସ୍ପର୍ଶ କରେ। ଏହା ମୂଳତଃ ପ୍ରେମ, ସଂଯୋଗ ଏବଂ ଆସକ୍ତି ବିଷୟରେ। ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ବନ୍ଧନ ଏବଂ ରୋମାଣ୍ଟିକ୍ ସାକ୍ଷୀ ବନ୍ଧୁମାନଙ୍କ ପ୍ରତି ଗଭୀର ସ୍ନେହ, ପ୍ରେମ କୋମଳ ଏବଂ ପାଳନକାରୀ ହୋଇପାରେ ଏବଂ ଆବେଗପୂର୍ଣ୍ଣ, ତୀବ୍ର ଏବଂ ସର୍ବଗ୍ରାସୀ ହୋଇପାରେ। ପ୍ରେମ ଅନେକ ରୂପ ନେଇଥାଏ, ଯେଉଁଥିରେ ଅନ୍ତର୍ଭୁକ୍ତ ରୋମାଣ୍ଟିକ୍ ପ୍ରେମ, ସାଥୀମାନଙ୍କ ମଧ୍ୟରେ ତୀବ୍ର, ପ୍ରାୟତଃ ସର୍ବଗ୍ରାସୀ ଆକର୍ଷଣ, ଆବେଗ, ଅନ୍ତରଙ୍ଗତା ଏବଂ ପ୍ରତିବଦ୍ଧତା ଦ୍ୱାରା ବର୍ଣ୍ଣିତ। ପାରିବାରିକ ପ୍ରେମ, ସାଥୀମାନଙ୍କ ମଧ୍ୟରେ ତୀବ୍ର, ପ୍ରାୟତଃ ସର୍ବଗ୍ରାସୀ ଆକର୍ଷଣ, ଆବେଗ, ଅନ୍ତରଙ୍ଗତା ଏବଂ ପ୍ରତିବଦ୍ଧତା ଦ୍ୱାରା ବର୍ଣ୍ଣିତ। ବିଶ୍ୱସ୍ତତା, ଯତ୍ନ ଏବଂ ତ୍ୟାଗ ଦ୍ୱାରା ଚିହ୍ନିବ। ପରିବାର ସଦସ୍ୟଙ୍କ ମଧ୍ୟରେ ନିଃଶର୍ତ ବନ୍ଧନ, ବିଶ୍ୱାସ, ଅଂଶୀଦାର ଅଭିଜ୍ଞତା ଏବଂ ପାରସ୍ପରିକ ସମର୍ଥନ ଉପରେ ନିର୍ମିତ। ବନ୍ଧୁମାନଙ୍କ ମଧ୍ୟରେ ଗଭୀର ସ୍ନେହ ଏବଂ ସୌହାର୍ଦ୍ଦ୍ୟ, ବ୍ୟକ୍ତିଗତ ବିକାଶ ଏବଂ କଲ୍ୟାଣ ପାଇଁ ଅତ୍ୟାବଶ୍ୟକ ସ୍ୱୀକୃତି, ପ୍ରଶଂସା ଏବଂ ନିଜ ପାଇଁ ଯତ୍ନ। ସମସ୍ତ ପ୍ରାଣୀଙ୍କ ପ୍ରତି କରୁଣା, ସହାନୁଭୂତି ଏବଂ ଦୟା, ପ୍ରାୟତଃ ଆଧ୍ୟାତ୍ମିକ କିମ୍ବା ଦାର୍ଶନିକ ବିଶ୍ୱାସର ମୂଳ। ପ୍ରେମ ଅପାର ଆନନ୍ଦ ପୁଣି ଏବଂ ପରିପୂର୍ଣ୍ଣତା ଆଣିପାରେ, କିନ୍ତୁ ଏହା ଚ୍ୟାଲେଞ୍ଜ, ହୃଦୟ ଯନ୍ତ୍ରଣା ଏବଂ ଦୁର୍ବଳତା ମଧ୍ୟ ଆଣିପାରେ। ଏହାକୁ ପାଳନ ଏବଂ ବଜାୟ ରଖିବା ପାଇଁ
ପ୍ରୟାସ, ବୁଝାମଣା ଏବଂ ଅତ୍ୟନ୍ତ ଆବଶ୍ୟକ ଅଟେ। ପ୍ରେମ ଦୃଷ୍ଟିକୋଣ, ପ୍ରାଥମିକତା ଏବଂ ଜୀବନକୁ ପରିବର୍ତ୍ତନ କରିପାରେ, ବ୍ୟକ୍ତିଗତ ଅଭିବୃଦ୍ଧି ଏବଂ ଆତ୍ମ ଉନ୍ନତିକୁ ପ୍ରେରଣା ମଧ୍ୟ ଦେଇପାରେ। ପ୍ରେମ ହେଉଛି ଏକ ପସନ୍ଦ, ନିଜର ଅନ୍ୟମାନଙ୍କ ମଙ୍ଗଳ, ଖୁସି ଏବଂ ପରିପୂର୍ଣ୍ଣତାକୁ ପ୍ରାଥମିକତା ଦେଇଥାଏ। ପ୍ରେମ ଆଚରଣ ଏବଂ ମନୋଭାବକୁ ଘେରି ରହିଛି। ଏହା ଏକ ସାର୍ବଜନୀନ ଭାଷା ଯାହା ସଂସ୍କୃତି ଏବଂ ସୀମା ସମୟକୁ ଅତିକ୍ରମ କରି ବ୍ୟକ୍ତି ବିଶେଷଙ୍କ ଜୀବନକୁ ଅନନ୍ୟ ଏବଂ ବ୍ୟକ୍ତିଗତ ଉପାୟରେ ସ୍ପର୍ଶ କରେ। ଏହା ମୂଳରେ ପ୍ରେମ, ସଂଯୋଗ, ଆସକ୍ତି ବିଷୟରେ ଏକ ପାରିବାରିକ ସଦସ୍ୟଙ୍କ ମଧ୍ୟରେ ବନ୍ଧନ, ରୋମାଣ୍ଟିକ ସାଥୀଙ୍କ ମଧ୍ୟରେ ସ୍ୱୀକୃତି, ବନ୍ଧୁମାନଙ୍କ ପ୍ରତି ଗଭୀର ସ୍ନେହ। ପ୍ରେମ କୋମଳ ଏବଂ ପାଳନକାରୀ ହୋଇପାରେ କିମ୍ବା ଆବେଗପୂର୍ଣ୍ଣ, ତୀବ୍ର ଏବଂ ସର୍ବଗ୍ରାସୀ ହୋଇପାରେ। ପ୍ରେମ ଅନେକ ରୂପ ନେଇଥାଏ, ଯେଉଁଥିରେ ଅନ୍ତର୍ଭୁକ୍ତ ସାଥୀମାନଙ୍କ ମଧ୍ୟରେ ତୀବ୍ର, ପ୍ରାୟତଃ ସର୍ବଗ୍ରାସୀ ଆକର୍ଷଣ, ଆବେଗ, ଅନ୍ତରଙ୍ଗତା ଏବଂ ପ୍ରତିବଦ୍ଧତା ଦ୍ୱାରା ବର୍ଣ୍ଣିତ। ସାଥୀମାନଙ୍କ ମଧ୍ୟରେ ପରିବାର ସଦସ୍ୟଙ୍କ ମଧ୍ୟରେ ନିଃଶର୍ତ ବନ୍ଧନ, ବିଶ୍ୱାସ, ଅଂଶୀଦାର, ଅଭିଜ୍ଞତା ଏବଂ ପାରସ୍ପରିକ ସମର୍ଥନ ଉପରେ ନିର୍ମିତ ବନ୍ଧୁମାନଙ୍କ ମଧ୍ୟରେ ଗଭୀର ସ୍ନେହ ଓ ଭଲ ପାଇବା ଅଟେ। ପ୍ରେମ ଅପାର ଆନନ୍ଦ ପୁଣି ଏକ ପରିପୂର୍ଣ୍ଣତା ଆଣିପାରେ, କିନ୍ତୁ ଏହା ଚ୍ୟାଲେଞ୍ଜ, ହୃଦୟ ଯନ୍ତ୍ରଣା ଏବଂ ଦୃଢ଼ତା ମଧ୍ୟ ଆଣିପାରେ। ଏହାକୁ ପାଳନ ଏବଂ ବଜାୟ ରଖିବା ପାଇଁ ପ୍ରୟାସ, ବୁଝାମଣା ଆବଶ୍ୟକ। ପ୍ରେମ ଅଢ଼େଇ ଅକ୍ଷର। ଠିକ୍ ମଣିଷକୁ ପ୍ରେମ କରନ୍ତୁ।